ଅଧିକ ଚିନ୍ତା କରୁଥିବା ମଣିଷ ଥରେ ଭିଡ଼ିଓଟିକୁ ନିଶ୍ଚୟ ଶୁଣନ୍ତୁ। ମୋତେ ଧୋକା ହିଁ ଶିଖାଇଛି କି ସମସ୍ତେ ଉପରେ ଭଲ ହୋଇଥାନ୍ତି, ଭିତରୁ ସମସ୍ତେ ସମାନ ହୋଇଥାନ୍ତି। ନିଜ ଭୁଲ ପାଇଁ ପଡ଼ିଥିଲି, ଏବେ ନିଜେ ନିଜେ ଉଠିବି। ଏବେ ଆଉ କାହାର ଆବଶ୍ୟକତା ନାହିଁ। ନିଜେ ଲଢ଼ିବି, ନିଜେ ଜିତିବି, ନହେଲେ ନିଜେ ହାରିଯିବି, କିନ୍ତୁ କାହା ଉପରର ବୁଝ କେବେ ମୁଣ୍ଡେଇବି ନାହିଁ। ଅହଙ୍କାର ଯେଉଁ ଜିନିଷ ପାଇଁ ବି ହେଉଥାଉ, ଦିନେ ସର୍ବନାଶ କରିବ ହିଁ ଛାଡ଼େ। ଟିକେ କଥା ବିଗିଡ଼ି ଗଲେ ମଣିଷ ଏଠି ସମ୍ପର୍କ କାଟି ଦିଅନ୍ତି। ଜଣା ନାହିଁ ଏତେ ସୁନ୍ଦର ଭଲ ପାଇବାକୁ ଭୁଲିକି ରୁହନ୍ତି କେମିତି। ଆଦର କରିବା ଶିଖିଯାଅ, କାରଣ ଜୀବନ ପୁଣି ଥରେ ମିଳିବ ନାହିଁ। ଯିଏ ପାଇଛ ତାକୁ ହିଁ ସମ୍ମାନ କର। ଏହି ଦୁନିଆରେ ଯିଏ ଦୁଃଖକୁ ଲୁଚେଇ ଶିଖିଗଲା, ସିଏ ଜୀବନ ବଞ୍ଚିବା ବି ଶିଖିଗଲା। ଆଜି ଦୁନିଆରେ ଖୁସିରେ ସିଏ ଅଛି ଯିଏ ଅନ୍ୟ ଉପରେ କମ୍, ନିଜ ଉପରେ ଅଧିକ ବିଶ୍ୱାସ ରଖିଛି। ଜୀବନରେ କିଛି ଭଲ ସାଙ୍ଗ ରହିବା ବି ଦରକାର, କାରଣ ସବୁ ସମୟରେ ଯେ ପ୍ରେମ ରହିବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ। ଲୋକ ତୁମକୁ ଭୁଲିଯିବେ, ତା ପୂର୍ବରୁ ନିଜ ପରିଚୟ ତିଆରି କରିଦେବା ଦରକାର। କାହାକୁ ଧୋକା ଦେଇ ନିଜକୁ ଚାଲାକ ଭାବୁଥିବା ମଣିଷ ଏକଥା ଜାଣିବା ଦରକାର, ତାଙ୍କଠାରୁ ମୂର୍ଖ ଆଉ କେହି ନାହାନ୍ତି। କାରଣ ବିଶ୍ୱାସ ଭାଙ୍ଗିବାକୁ କିଛି କ୍ଷଣ ଲାଗିଥାଏ, କିନ୍ତୁ ବିଶ୍ୱାସ ଗଢ଼ିବାକୁ ସାରା ଜୀବନ ବି କମ୍ ପଡ଼ିଯାଇଥାଏ। କାହାକୁ ଜୀବନରୁ ଦୂରେଇ ଦେବା ସହଜ, କିନ୍ତୁ ହୃଦୟରୁ ଭୁଲିଯିବା ସହଜ ହୋଇନଥାଏ, ବହୁତ କଷ୍ଟଦାୟକ ହୋଇଥାଏ। ଯେଉଁ ମଣିଷ କେବେ ନିଜ ମନର କଥା କାହାରିକୁ ବୁଝେଇ ପାରେନି, ସେହି ମଣିଷ ଅଧିକ ରାଗିଥାନ୍ତି, ଆଉ ତାଙ୍କ ରାଗକୁ ସମସ୍ତେ ଗର୍ବୀ ଆଉ ଅହଙ୍କାରୀ ଭାବି ନିଅନ୍ତି। କିଛି ସମ୍ପର୍କ ଏମିତି ବି କଷ୍ଟଦାୟକ ହୋଇଥାଏ, ସାଥିରେ ଥିଲେ ଲାଗେ ଯେମିତି କେବେ ସମ୍ପର୍କ ଭାଙ୍ଗିବ ନାହିଁ, ଆଉ ଯେବେ ଦୂରେଇ ଯାଆନ୍ତି ଲାଗେ ଯେପରି ସିଏ ଆଗରୁ ନିଜର ହିଁ ଭାବୁନଥିଲେ। ଏ ଦୁନିଆରେ ହୃଦୟତ ସମ୍ପର୍କ କୌଣସି ମୂଲ୍ୟ ନାହିଁ, ଆଉ ଯେଉଁମାନେ ମୂଲ୍ୟ ବୁଝନ୍ତି ସେମାନଙ୍କ ନିଜଠାରୁ କେବେ ଦୂରକୁ ଯିବାକୁ ଦିଅନ୍ତି ନାହିଁ। ଆପଣଙ୍କ ଦୁଃଖର ଆଉ ଏକ ପ୍ରମୁଖ କାରଣ ଏହା ବି, ଯାହାର ଆପଣଙ୍କ ସହିତ କଥା ହେବାର ଯୋଗ୍ୟତା ନାହିଁ, ଯିଏ ସଚ୍ଚା ହୃଦୟରୁ ଦୁଃଖ ବୁଝିପାରନ୍ତିନି, ଆପଣ ତାଙ୍କ ସହ ଆତ୍ମୀୟତା ବଢ଼େଇ ଦିଅନ୍ତି। ସେହି ଲୋକ ପଛରେ କେବେ ଦୌଡ଼ ନାହିଁ, ଯାହାକୁ କୌଣସି ଫରକ ପଡ଼େନି ତମ କଥାରେ। ଆଜିକାଲି ଦୁନିଆରେ ଲୋକମାନେ ଆପଣଙ୍କର ସବୁ ଠିକ୍କୁ ଭୁଲିଯିବେ, ଆଉ ବାରମ୍ବାର ଆପଣଙ୍କର ଭୁଲକୁ କହିହେବେ। ସେଥିପାଇଁ କାହା ପାଇଁ ନ ବଞ୍ଚି ନିଜ ପାଇଁ ବଞ୍ଚିବାକୁ ଚେଷ୍ଟା କରନ୍ତୁ। ସିଏ ଆପଣଙ୍କ ସହ ଏମିତି କେମିତି କରିପାରିଲେ, ଏକଥା ଚିନ୍ତା ନ କରି ଏହା ଭାବିବା ଦରକାର, ଆପଣ ତାଙ୍କୁ ଏମିତି କରିବାର ସୁଯୋଗ କାହିଁକି ଦେଲେ, ଆଉ ଆଗକୁ ଏପରି କରିକି ବଞ୍ଚିପାରିବେ ସେ ବିଷୟରେ ଭାବିବା ଦରକାର। ଆପଣ ସମସ୍ୟା ଆପେ ଆପେ ଠିକ୍ ହେଇଯିବ, ଆରମ୍ଭ ହେବାକୁ ଲାଗିବ। ଭୁଲ ସମସ୍ତଙ୍କ ଦ୍ୱାରା, କିନ୍ତୁ ନିଜ ଭୁଲକୁ ମାନି କ୍ଷମା ମାଗିବା ଆଉ ଭୁଲ ସୁଧାରିବା କେବଳ ସେହି ମଣିଷ ଯିଏ ହୃଦୟରୁ ସଚ୍ଚା ହୋଇଥାନ୍ତି ଆଉ ସମ୍ପର୍କର ପ୍ରକୃତ ମହତ୍ତ୍ୱ ବୁଝିଥାନ୍ତି। ଭାରି କଷ୍ଟ ଦେଇଥାଏ ସେହି ଦୃଶ୍ୟ, ଯେଉଁ ଦୃଶ୍ୟ ଆଖି ସାମ୍ନାରେ ସତ ଥାଏ, କିନ୍ତୁ ସେହି ସତକୁ ହୃଦୟ ଗ୍ରହଣ କରିନଥାଏ। କିଛି ଲୋକ କୁହନ୍ତି ନା କି ଦୁଃଖ ବାଣ୍ଟିଲେ କମିଯାଏ, କିନ୍ତୁ ସତ ଏହା କି ଯାହାକୁ ତୁମେ ଦୁଃଖ ବିଷୟରେ କହିବ ସିଏ ତାର ଭଲା ମଜା ଉଡ଼େଇଦେବ। ଜୀବନରେ ସବୁଠୁ ଶକ୍ତ ଚାପୁଡ଼ା କାହାକୁ କରାଯାଇଥିବା ବିଶ୍ୱାସ ହିଁ ମାରିଥାଏ। ଆପଣ ଅଶାନ୍ତି ରହିବାର ଆଉ ଗୋଟେ କାରଣ ଏହା ମଧ୍ୟ, ଯାହା ଜରୁରୀ ନୁହେଁ ଆପଣ ତା ପଛରେ ନିଜର ମୂଲ୍ୟବାନ ସମୟକୁ ନଷ୍ଟ କରିଦିଅନ୍ତି। ଟେନସନ୍, ଡିପ୍ରେସନ୍ ଆଉ ଚିନ୍ତା ମଣିଷକୁ ସେତେବେଳେ ଅଧିକ ହୋଇଥାଏ ଯେବେ ସିଏ ନିଜ ଖୁସି ବିଷୟରେ ନ ଭାବି କେବଳ ଅନ୍ୟମାନଙ୍କ ପାଇଁ ବ୍ୟସ୍ତ ହୋଇଥାଏ। ସମୟ କାହାକୁ ଅପେକ୍ଷା କରିନଥାଏ, ସିଏ ତ ତା ବାଟରେ କେବେ ନା ଅଟକି ଚାଲି ଯାଇଥାଏ। ଆଉ ଯିଏ ସମୟକୁ ଠିକ୍ ସେ ବୁଝିଗଲା, ସିଏ ସଫଳ ଜୀବନ ବଞ୍ଚିବାର ଟ୍ରିକ୍ ବି ଜାଣିଗଲା। ଅଧିକ ଚିନ୍ତା କରୁଥିବା ମଣିଷ ଗୋଟିଏ ଦିନ ନିଜ ଖୁସିକୁ ହିଁ ଶେଷ କରିଦେଇଥାଏ। କିଛି ଲୋକ ନିଜର ପୁଣି ଏମିତି ଦୁଃଖ ଦେଇଯାଆନ୍ତି, ଆଖିରେ ଲୁହ ନଥାଏ କିନ୍ତୁ କାନ୍ଦିବାକୁ ପଡ଼ିଥାଏ। ଏବେ ସମ୍ପର୍କର ଅର୍ଥ ବଦଳିଗଲାଣି। ଏବେ କାମ ନଥିଲେ କେହି କଥା ବି ହୁଅନ୍ତିନି। ସମୟଠାରୁ ବଳବାନ ଆଉ କେହି ନାହାନ୍ତି। ସମୟ ଆସିଲେ ସବୁକିଛି ମିଳିଯାଏ, ଆଉ ସମୟ ଚାଲିଗଲେ ସବୁ ଥିବା ଜିନିଷ ବି ଚାଲିଯାଇଥାଏ। ଜୀବନର ରାସ୍ତାରେ ଦାମୀ ଆଉ ଶସ୍ତା ଲୋକ ଉଭୟ ମିଳନ୍ତି। ଦାମୀ ଲୋକ ଭଲ ପାଇବା ଶିଖାଇ ଦିଅନ୍ତି, ଆଉ ଶସ୍ତା ଲୋକ ମଣିଷ ଚିହ୍ନିବା ଶିଖାଇ ଦେଇ ଚାଲିଯାଆନ୍ତି। କାହାକୁ ଭୁଲିବା ଏତେ କଷ୍ଟ ନୁହେଁ ଯେତିକି ତାଙ୍କ ସହ ବିତେଇଥିବା ସେହି ମୁହୂର୍ତ୍ତକୁ ଭୁଲିବା ହୋଇଥାଏ। କାହାକୁ ପାଇଗଲେ ନହେଲେ ହରାଇ ଦିଅ, କିନ୍ତୁ ମତଲବ ପାଇଁ କାହାକୁ ବ୍ୟବହାର କର ନାହିଁ କି ତାଙ୍କ ହୃଦୟ ସହିତ କେବେ ଖେଳ ନାହିଁ। ମଣିଷ ବୁଝେ ନା ହୃଦୟର କଥା, ସଂସାର ବୁଝେ ନା ମୋହ, ଆଖି ବୁଝେ ନାହିଁ ଲୁହର ବେଦନା, ଛାତି ବୁଝେ ନାହିଁ କୋହ।
ଛାଇ ବୁଝେ ନାହିଁ ବୟସର ଦୁଃଖ, ମୃତ୍ୟୁ ବୁଝେ ନାହିଁ ସାଥୀ, ଜୀବନ ବୁଝେ ନା ଶୋକର ସଙ୍ଗମ, ମଣିଷ ବୁଝେ ନା ପ୍ରୀତି। ଦୃଢ଼ ବିଶ୍ୱାସ ଏବଂ ପ୍ରାର୍ଥନା ଦେଖାଯାଇ ନଥାଏ, କିନ୍ତୁ ଅସମ୍ଭବକୁ ସମ୍ଭବ କରିବାର ସାମର୍ଥ୍ୟ ରଖିଥାଏ। ଇଜ୍ଜତ ପ୍ରାୟତଃ ସ୍ୱାର୍ଥଦିଦ ଉଦ୍ଦେଶ୍ୟରେ କରାଯାଏ। ସ୍ୱାର୍ଥ ଶେଷ ସେହି ଦିନଠାରୁ ଇଜ୍ଜତ ଦେବା ବି ଶେଷ। ଯେଉଁଠି ତୁମକୁ ଏକଥା ଅନୁଭବ ହୁଏ କି ତୁମ ପାଇଁ କାହାକୁ କଷ୍ଟ ହେଉଛି, ସେଠାରୁ ସାଇଡ୍ ହେଇଯିବା ହିଁ ସବୁଠାରୁ ଭଲ ନିଷ୍ପତ୍ତି ହେବ। ସମୟ ଯେତେବେଳେ ପରୀକ୍ଷା ନେଇଥାଏ, ସେତେବେଳେ ଯନ୍ତ୍ରଣା ସବୁ ଦିଗରୁ ମିଳିଥାଏ। ସିଏ ଧନୀ ହେଉ କି ଗରିବ, ଜ୍ଞାନୀ ହେଉ କି ଅଜ୍ଞାନୀ, ସମସ୍ତଙ୍କ ସମାନ ମିଳିଥାଏ। କାହାର ଅଭିଶାପ ଆମକୁ ଖରାପ କରିପାରିବନି କି କାହାର ଆଶୀର୍ବାଦ ଆମକୁ ଭଲ କରିପାରିବନି, କିନ୍ତୁ ଆମ ଉଚିତ ଆଉ ଅନୁଚିତ କର୍ମ ନିଶ୍ଚୟ ଆମକୁ ଭାଗ୍ୟ ବଦଳାଇ ଦେଇପାରିବ, ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିପାରିବ। ଅସୁବିଧା ଥାଏ ଯାହା ପାଇଁ ଏମିତି କରିବାକୁ ବାଧ୍ୟ ହୁଏ। ଯାହା ସହ ସଚ୍ଚା ପ୍ରେମ ଥାଏ ପୁଣି ତାକୁ ଭୁଲିବାକୁ ପଡ଼ିଥାଏ, କାରଣ ବେଳେବେଳେ କଥା ପରିବାର ଆଉ ବାପା ମାଙ୍କ ଉପରେ ଆସିଯାଏ। ସେଥିପାଇଁ କେବେ ଏକଥା ଭାବିବ ନାହିଁ କି ତାଙ୍କ ହୃଦୟରୁ ପ୍ରେମ ନଥିଲା ବୋଲି। ଝିଅଟିଏ ବି ସଚ୍ଚା ଆଉ ବହୁତ ଅଧିକ ପ୍ରେମ କରିପାରେ। ପରିସ୍ଥିତିର ଚାପରେ ପ୍ରେମକୁ ଛାଡ଼ି ସାରା ଜୀବନ ପାଇଁ ଲୁହକୁ ବି ସାଥୀ କରିପାରେ। ଧୋକାବାଜ କହି ତାକୁ ଗାଳି ଦିଅନ୍ତୁ ନାହିଁ, ତୁମଠାରୁ ଅଧିକ କଷ୍ଟରେ ବି ସିଏ ଥାଇପାରେ। ପ୍ରକୃତ ପ୍ରେମକୁ କେବେ ଭୁଲି ହୁଏ ନା, ଆଉ ସେ ପ୍ରେମ କେବେ ଭୁଲିବାର ସ୍ମୃତି ହୋଇଯାଏ ନା। କାହାଣୀ ନୁହେଁ, ସାରା ଜୀବନ ଦରକାର। ତୁମ ଭଳି ନୁହେଁ, ବାସ୍ ତୁମେ ଦରକାର। କେବେ ଯଦି ଭଲ ପାଇବାକୁ ଇଚ୍ଛା ହୁଏ, ତେବେ ନିଜ ଦୁଃଖକୁ ଭଲ ପାଅ, କାରଣ ଆମେ ଯାହାକୁ ବେଶୀ ଭଲ ପାଇଥାଉ ସିଏ ଆମଠାରୁ ସେତେ ଦୂରେଇ ଯାଇଥାଏ। ସେହି ସମ୍ପର୍କ ବହୁତ ମଜବୁତ ହୋଇଥାଏ ଯାହାକୁ ହରାଇବାର ଡର ଉଭୟ ପଟୁ ଥାଏ। ପ୍ରକୃତ ଭଲ ପାଇବାରେ ଶହେ ରାଗ ଅଭିମାନ ଝଗଡ଼ା ଥାଏ, କିନ୍ତୁ ସେଇଠି ବିଶ୍ୱାସ ଓ ଭରସା ମଧ୍ୟ ଥାଏ। ଜୀବନରେ ସବୁ କିଛି ଦେଖାଯାଏ, ବାସ୍ ତାର ନିଜ ଦୋଷ ଓ ଭୁଲ ଦେଖାଯାଇ ନଥାଏ। ଭଲ ହୃଦୟର ମଣିଷ ହୁଏତ ଏକୁଟିଆ ରହିଯାଆନ୍ତି ପାରନ୍ତି, କିନ୍ତୁ ଭଗବାନ ସର୍ବଦା ତାଙ୍କ ସହ ବିଦ୍ୟମାନ ରହିଥାନ୍ତି। ନିଜକୁ ଏପରି ଗଢ଼ନ୍ତୁ, କେହି ଆପଣଙ୍କୁ ଛାଡ଼ି ତ ରହିପାରିବେ, କିନ୍ତୁ କେବେ ଭୁଲି ପାରିବେ ନାହିଁ। ଜୀବନରେ ଗୋଟିଏ ଉତ୍ତମ ଶିକ୍ଷା ଅନେକ ଡେରିରେ ମିଳେ କି ମିତ୍ରତା କର କିମ୍ବା ପ୍ରେମ କର, କିନ୍ତୁ ଅପେକ୍ଷା କାହାଠାରୁ କରନି। ଭୁଲ ହେବା ମଣିଷର ପ୍ରକୃତି ଅଟେ, ଭୁଲ ମାନିଯିବା ସଂସ୍କାର ଅଟେ, ଭୁଲକୁ ସୁଧାରି ଆଗକୁ ବଢ଼ିବା ପ୍ରେମ ଅଟେ। ଭୁଲ ହେବା ମଣିଷର ପ୍ରକୃତି ଅଟେ, କିନ୍ତୁ ସେହି ଭୁଲକୁ ଯଦି ବାରମ୍ବାର ହୁଏ ସେଇଟା ଅନୁଚିତ। ବିଚାର ଆଉ ପ୍ରକୃତି ଏଇ ଦୁଇଟି ଯାକ ଭଲ ରଖନ୍ତୁ, ପ୍ରଭୁ ତୁମର ସବୁ ଦୁଃଖ କଷ୍ଟକୁ ଦୂର କରିଦେବେ। ଲୋକ ନିଜ ଶରୀରକୁ ସୁନ୍ଦର ବନେଇବାରେ ଲାଗି ପଡ଼ନ୍ତି, କିନ୍ତୁ ଭାବନ୍ତିନି ସେ ହୃଦୟ ଆଉ ପାଟିରୁ ବାହାରୁଥିବା ଶବ୍ଦ ସୁନ୍ଦର ହେଉ ବୋଲି। ବିଚାର ଆଉ ପ୍ରକୃତି ଏଇ ଦୁଇଟି ଯାକ ବହୁତ ସୁନ୍ଦର ହୋଇଥାନ୍ତି, ବାସ୍ ଖାଲି ଦେଖିବା ପାଇଁ ସଚ୍ଚା ହୃଦୟ ଦରକାର। ନିଜ ମନକୁ ବୁଝାଅ, ତୁମ ମନକୁ ପରିବର୍ତ୍ତନ କର, ତୁମ ଦୁଃଖ ଅନ୍ତ ଅଟେ। ନିଜ ଦୁଃଖ କଷ୍ଟ ପାଇଁ କେବେ ବି ସଂସାରକୁ ଦୋଷ ଦିଅନ୍ତୁ ନାହିଁ, ବରଂ ଭଲ ଆପଣ, କାହିଁକି ନା ତାଙ୍କ ଭିତରେ ଭଲ ଦେଖିବାର ଦୃଷ୍ଟିକୋଣ ପାଇଛନ୍ତି। ଦୁଃଖ ଯେତେ ବି ଆସୁ ସେହି ସମୟରେ ଧୈର୍ଯ୍ୟହରା ହୁଅନ୍ତୁ ନାହିଁ, ସବୁବେଳେ ଭଗବାନଙ୍କ ଉପରେ ଭରସା ରଖନ୍ତୁ, ଦୁଃଖ ଆପେ ଆପେ ଟଳିଯିବ। ରାଗ ସମୟରେ କେବେ କିଛି ନିଷ୍ପତ୍ତି ନିଅନ୍ତୁ ନାହିଁ ଓ କ୍ରୋଧରେ ଥିଲାବେଳେ କାହାକୁ କିଛି ବଚନ ଦିଅନ୍ତୁ ନାହିଁ ଓ ଅଧିକା ଖୁସି ଥିଲାବେଳେ କାହାକୁ କିଛି ହୃଦୟର କଥା ସେୟାର କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ବିପରୀତ ମୁହୂର୍ତ୍ତରେ ଆପଣଙ୍କୁ କଷ୍ଟ ଦେଇଥାଏ। ଦୁଃଖରେ ଥିବା ମଣିଷମାନେ କେବେ ବି ଦୁଃଖୀ ହୁଅନ୍ତୁ ନାହିଁ, ଡିପ୍ରେସନ୍ ହୁଅନ୍ତୁ ନାହିଁ। ଦୟାକରି କିଛି ଧୈର୍ଯ୍ୟ ଧରନ୍ତୁ। ସମସ୍ୟା ଅଛି ମାନେ ସମାଧାନ ଅଛି, ସମାଧାନ କରିବାର ବାଟ ଖୋଜନ୍ତୁ, ଏମିତି ଧୈର୍ଯ୍ୟହରା ହୁଅନ୍ତୁ ନାହିଁ। ভিডিওটি কেমিতি লাগিলা কমেন্ট বক্সরে নিহাতি জনাইবে। ଆଉ ଯଦି ଆମ ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିଥାଏ ଲାଇକ୍ କରିବା ସହିତ ଆମ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ, ରହୁଛୁ, ପୁଣି ଦେଖା ହେବ ଆଉ ଗୋଟେ ନୂଆ